ପମ୍ପୁଛି ନିର୍ବାଚନ ମଇଦାନ 2024 ନିର୍ବାଚନ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ରଣନୀତି। ନିର୍ବାଚନକୁ ନଜର ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରିସାରିଲେଣି ଅଙ୍କ କଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣି ଥରେ ଶାସକ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢ଼େଇ କରୁଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏଯାଏ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ପରେ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ପୁଣି ଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚେହେରାକୁ ନେଇ ନିର୍ବାଚନ ଲଢ଼ିବାକୁ ଆରମ୍ଭ କରିଛି। ହେଲେ ବିଜେପି ଏବଂ କଂଗ୍ରେସ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କରିଥିବାର ଜଣାପଡ଼ିଛି। ବିଜେପିର ସବୁଠାରୁ ଆଗରେ ନାଁ ଆସୁଥିବା ଚେହେରା ଧର୍ମେନ୍ଦ୍ର ପ୍ରଧାନ, କିନ୍ତୁ ସେ ଲୋକସଭା ଆସନରୁ ଲଢ଼େଇ ଆରମ୍ଭ କରିଛନ୍ତି। ତେବେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ, ତାଙ୍କୁ ନେଇ କଳ୍ପନା ଆରମ୍ଭ ହୋଇଛି। ସମସ୍ତଙ୍କ ଆଶା ଥିଲା ଯେ ଅମିତ ଶାହା ଆସିଲେ ଘୋଷଣା କରିବେ ବୋଲି, କିନ୍ତୁ କିଛି କହିଲେ ନାହିଁ। ସେପଟେ ବିଜେପିର ଅନ୍ୟ ଗୋଷ୍ଠୀମାନେ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛନ୍ତି, କିନ୍ତୁ ବିଜେପି କାହାରି ନାମ ଘୋଷଣା କରିନାହିଁ। ସେପଟେ କଂଗ୍ରେସ ଶରଦ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଏଯାଏ ଘୋଷଣା କରିନାହିଁ।